ମିଥୁନ ରାଶି ପାଇଁ 2026 ମସିହାର ବାର୍ଷିକ ରାଶିଫଳ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଦ୍ୱାଦଶ ରାଶିଚକ୍ରର ତୃତୀୟ ରାଶି ମିଥୁନ ରାଶି। ଗ୍ରହ ଜଗତର ରାଜକୁମାର ରୂପେ ପରିଗଣିତ ବୁଧ ମହାଗ୍ରହ ମିଥୁନ ରାଶିର ଅଧିପତି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଜ୍ୟୋତିଷ ଶାସ୍ତ୍ରରେ ବୁଧ ମହାଗ୍ରହଙ୍କୁ ପଣ୍ଡିତ ଗ୍ରହ ରୂପେ ଆଖ୍ୟା ଦିଆଯାଇଥିବା ବେଳେ ବର୍ଷ ଆରମ୍ଭରୁ ଉଚ୍ଚଶିକ୍ଷା ଓ ଜ୍ଞାନକାରକ ଗ୍ରହ ବୃହସ୍ପତି ମହାଗ୍ରହ ମିଥୁନ ରାଶିରେ ଅବସ୍ଥାନ କରିଥିବେ। ବିଦ୍ୟା ଓ ବୁଦ୍ଧିକାରକ ଦୁଇ ମହାଗ୍ରହ ବୃହସ୍ପତି ଓ ବୁଧଙ୍କର ପ୍ରଭାବରୁ ଅଧ୍ୟୟନରତ ମିଥୁନ ରାଶି ଛାତ୍ରଛାତ୍ରୀମାନେ 2026 ମସିହା ବର୍ଷରେ ଶିକ୍ଷା କ୍ଷେତ୍ରରେ ଚରମ ଉତ୍କର୍ଷତା ଲାଭ କରିବେ। ବୃହସ୍ପତିଙ୍କର ପଞ୍ଚମ ଦୃଷ୍ଟି ମିଥୁନ ରାଶିର ପଞ୍ଚମ ଭାବ ତୁଳା ରାଶି ଉପରେ ରହୁଥିବାରୁ ଏହି ସମୟରେ ଛାତ୍ରଛାତ୍ରୀମାନେ କୃତିତ୍ୱର ସହିତ ଶିକ୍ଷା କ୍ଷେତ୍ରରୁ ଉତ୍ତୀର୍ଣ୍ଣ ହେବେ। ଉଚ୍ଚଶିକ୍ଷା ଗ୍ରହଣ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କ ମନ ମଧ୍ୟରେ ଆଗ୍ରହ ସୃଷ୍ଟି ହେବ ଏବଂ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରାର ମଧ୍ୟ ସୁଯୋଗ ମିଳିବ। କମ୍ପିଟେଟିଭ୍ ବା ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ 2026 ମସିହାର ବର୍ଷଟି ବେଶ୍ ଅନୁକୂଳ ରହିଛି। ଏ କ୍ଷେତ୍ରରେ ସଫଳତା ପାଇବାର ସମ୍ଭାବନା ଅଧିକା। ନୈସର୍ଗିକ ଶୁଭ ଗ୍ରହ ବୃହସ୍ପତି ମିଥୁନ ରାଶି ପାଇଁ ଅନୁକୂଳ ସ୍ଥିତିରେ ରହୁଥିବାରୁ 2026 ମସିହା ବର୍ଷରେ ମିଥୁନ ରାଶିଜାତ ବ୍ୟକ୍ତି ସେପରି କିଛି ବଡ଼ ଧରଣର ସ୍ୱାସ୍ଥ୍ୟଗତ ସମସ୍ୟାର ସାମନା କରି ନ ପାରନ୍ତି। ତେବେ ବି ଖାଦ୍ୟ ହଜମ ପ୍ରକ୍ରିୟା ଜନିତ ଗଣ୍ଡଗୋଳ ଦେଖାଦେଇପାରେ। ରୋଗକାରକ ଗ୍ରହ ଶନି ମିଥୁନ ରାଶିର ଅଷ୍ଟମ ଆୟୁସ୍ଥାନର ଅଧିପତି ହୋଇ ଦଶମ ସ୍ଥାନ ମୀନ ରାଶିରେ ବର୍ଷ ସାରା ଅବସ୍ଥାନ କରୁଥିବାରୁ ମିଥୁନ ରାଶିଜାତ ବ୍ୟକ୍ତି ଛାତି ରୋଗ ଅଥବା ହାର୍ଟ ପ୍ରୋବ୍ଲେମ୍ ଭିତରେ ରହିଥିଲେ ଏବଂ ସେହିସବୁ କ୍ଷେତ୍ରର ପୁରୁଣା ରୋଗୀମାନେ ସେହିସବୁ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଉଚିତ ହେବ। ଜନନାଙ୍ଗରେ ମଧ୍ୟ ପୀଡ଼ା ହୋଇପାରେ। ଜାନୁଆରୀ ମାସ 14 ତାରିଖ ପରଠାରୁ ମକର ସଂକ୍ରାନ୍ତି ମାସ ସାରା ରୋଗରୁ ଆରୋଗ୍ୟ ପ୍ରଦାନକାରୀ ଗ୍ରହ ସୂର୍ଯ୍ୟ ଅଷ୍ଟମ ସ୍ଥାନରେ ରହୁଥିବାରୁ ଏହି ସମୟରେ ମିଥୁନ ରାଶିଜାତ ବ୍ୟକ୍ତି ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଶେଷ ସାବଧାନତା ଅବଲମ୍ବନ କରିବା ଜରୁରୀ। ଏତ ଗଲା ମିଥୁନ ରାଶି ପାଇଁ 2026 ମସିହା ବର୍ଷର ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରର ଫଳାଫଳ। ଆଗାମୀ ଅଧ୍ୟାୟରେ ଉପସ୍ଥାପନ କରିବା ମିଥୁନ ରାଶି ପାଇଁ 2026 ମସିହା ବର୍ଷର କ୍ୟାରିୟର ବା କର୍ମ, ପ୍ରେମ, ବିବାହ ଓ ପରିବାର ସମ୍ପର୍କରେ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।